ମହାନମର ଧନ୍ୟ ହଉ। ପ୍ରଭୁ ଆଶ୍ଚର୍ଯ୍ୟ ସର୍ବଶକ୍ତିମାନ ତାଙ୍କର ନାମର ଗୌରବ ହଉ। ଆଜି ଆମେ ଆମ ସମ୍ମିଳନୀରେ ସୁସମାଚାର ଅଭିଯାନ ଚଳିତ ମାସର 17 ତାରିଖ ଠାରୁ ଆରମ୍ଭ ହେବ। ଆଉ ସେହି ସମସ୍ତ ଶାସ୍ତ୍ରାଂଶ ମଧ୍ୟରୁ ଆମେ ପ୍ରଥମ ଦିନର ପ୍ରକୃତ ଦ୍ରାକ୍ଷାଲତା ଯୀଶୁ ଉପରେ କିଛି ଆଲୋଚନା କରିବା। ଶ୍ରୋତା ସମସ୍ତଙ୍କୁ ପ୍ରଭୁଙ୍କ ନାମରେ ନମସ୍କାର ଜଣାଏ। ନମସ୍କାର। ଯୋହନ ପୁସ୍ତକ 15 ପର୍ବର 1 ପଦ ଅନୁସାରେ ଆଜି ଆମେ ଗୋଟେ ଚିନ୍ତା କରିବା ଯେ ଯୀଶୁ କହିଥିଲେ ମୋ ପ୍ରକୃତ ଦ୍ରାକ୍ଷାଲତା। ପଢ଼ିବେ ଟିକେ। ଜହନ 15:1 ବାଇବେଲ ପ୍ରକାଶ କରେ ତାଙ୍କ ବାକ୍ୟ ଯାହା ଲେଖାଯାଇଛି। ଆସନ୍ତୁ ପାଠ କରିବା ପାଇଁ ଯିବା। ମୁଁ ପ୍ରକୃତ ଦ୍ରାକ୍ଷାଲତା, ପୁଣି ମୋହର ପିତା କୃଷକ। ପ୍ରଭୁଙ୍କ ନାମ ଧନ୍ୟ ହଉ। ଯୀଶୁ ଦିନେ ଜଗତରେ ଥିଲାବେଳେ କହିଥିଲେ ମୁଁ ପ୍ରକୃତ ଦ୍ରାକ୍ଷାଲତା। ଯୀଶୁଙ୍କର এই କଥା କହିବାର ଗୋଟେ ତାତ୍ପର୍ଯ୍ୟ ଥିଲା। ଯୀଶୁ ଜଗତରେ ଜନ୍ମଗ୍ରହଣ କଲା ପରେ ଜଗତରେ ତାଙ୍କର ମହତ୍ଵ, ତାଙ୍କ ସେବା, ତାଙ୍କ ଶକ୍ତି ଏସବୁକୁ ନେଇ ଯୀଶୁ ପ୍ରମାଣ କରିଥିଲେ ଯେ ମୁଁ ପ୍ରକୃତ ଦ୍ରାକ୍ଷାଲତା। ପ୍ରକୃତ ଦ୍ରାକ୍ଷାଲତାର ଗୋଟେ କାର୍ଯ୍ୟ ମହତ୍ଵ ଅଟେ। ଆକୁ କୁହାଯାଏ ଯେ ପ୍ରକୃତ ଦ୍ରାକ୍ଷାଲତାର କେତେକ ଗୁଣ, କେତେକ ସ୍ୱଭାବ। ଯଦି ବି ଆମେ ପୁରାତନ ନିୟମକୁ ଯିବା, ଅପ୍ରକୃତ ଦ୍ରାକ୍ଷାଲତା ମାନେ ଥିବାର ଜଣାପଡ଼ୁଛି। ଯାହାକି ଆମେ ବାଇବଲରେ ଦେଖୁଛୁ ଅପ୍ରକୃତ ଦ୍ରାକ୍ଷାଲତା, ନୂତନ ନିୟମର ପ୍ରକୃତ ଦ୍ରାକ୍ଷାଲତା। ପୁରାତନ ସମୟର ଦ୍ରାକ୍ଷାଲତା, ନୂତନ ନିୟମର ଦ୍ରାକ୍ଷାଲତା। ଆମେ ଯୀଶୁଙ୍କୁ ଦେଖିବାକୁ ପାରୁଛୁ ଯେ ସେ ପ୍ରକୃତରେ ଗୋଟେ ଦ୍ରାକ୍ଷାଲତା। କେଉଁ କାରଣରୁ ଯୀଶୁ ନିଜକୁ ଗୋଟେ ଦ୍ରାକ୍ଷାଲତା ସହିତ ସମାନ କଲେ? ତାର କେଉଁ ଗୁଣ ସକାଶେ? ପ୍ରକୃତ ଦ୍ରାକ୍ଷାଲତାର ଗୁଣ କେଉଁ ପ୍ରକାରରେ ଆମେ ଟିକେ ଦେଖିବା। ପୁରାତନ କାଳର ଗୋଟେ ଦ୍ରାକ୍ଷାଲତାର ମୀମାଂସାକୁ ବିଚାରକର୍ତ୍ତା 9 ପର୍ବକୁ ଯାଉ। ସେଠାରେ ଗୋଟେ କଥା ଲେଖା ଅଛି। 9 ପର୍ବର ତାର 12-13 ପଦ ପଢ଼ନ୍ତୁ ଟିକେ। ଏ ଉତ୍ତାରେ ବୃଷମାନେ ଦ୍ରାକ୍ଷାଲତାକୁ କହିଲେ, ତୁମ୍ଭେ ଆସ ଆମ୍ଭମାନଙ୍କ ଉପରେ ରାଜତ୍ୱ କର। ତହିଁରେ ଦ୍ରାକ୍ଷାଲତା ସେମାନଙ୍କୁ କହିଲା, ମୋହର ଯେଉଁ ଦ୍ରାକ୍ଷାରସ ପରମେଶ୍ୱରଙ୍କୁ ଓ ମନୁଷ୍ୟକୁ ପ୍ରସନ୍ନ କରେ, ତା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେ ତେଣେ ଦୋହଲିବାକୁ ଯିବି? ବୃକ୍ଷମାନଙ୍କ ଉପରେ। କାରଣ ଦ୍ରାକ୍ଷାଲତାର ଏକ କାର୍ଯ୍ୟ, ତାଙ୍କ ଦ୍ରାକ୍ଷାରସ କ'ଣ କରେ? ପରମେଶ୍ୱରଙ୍କୁ, ମନୁଷ୍ୟକୁ ପ୍ରସନ୍ନ କରେ। କାରଣ ପୁରାତନ କାଳର ସବୁ ଦ୍ରାକ୍ଷାଲତା ସବୁ କୌଣସି ପ୍ରକାରେ ପରମେଶ୍ୱରଙ୍କୁ, ମନୁଷ୍ୟକୁ ପ୍ରସନ୍ନ କରିପାରିଲା ନାହିଁ। କାରଣ ପୁରାତନ କାଳର ଅପ୍ରକୃତ ଦ୍ରାକ୍ଷାଲତାର ରସ ପରମେଶ୍ୱରଙ୍କୁ, ମନୁଷ୍ୟକୁ ସନ୍ତୁଷ୍ଟ କରିପାରିଲା ନାହିଁ। କିନ୍ତୁ ଏଇଠି ଆମେ ଦେଖୁଛୁ ସେ ଯେଉଁ ଦ୍ରାକ୍ଷାଲତା ମନା କରୁଛନ୍ତି ରାଜା ହେବା ପାଇଁ, ଆଉ ସେ କହୁଛନ୍ତି ମୁଁ କି ଏତେ ମହତ୍ଵ କାମ ଛାଡ଼ି ଆଉ ମୁଁ ବୃକ୍ଷମାନଙ୍କ ଉପରେ ରାଜା ହୋଇ ଏଣେ ତେଣେ ଦୋହଲିବାକୁ ଯିବି। ଯେ ମୋର ପ୍ରଭୁଙ୍କ ଲୋକମାନେ, ପ୍ରକୃତ ଦ୍ରାକ୍ଷାଲତା ମନୁଷ୍ୟକୁ, ପରମେଶ୍ୱରଙ୍କୁ ସେ ମିଳନ କରେ ଆଉ ସେ ପ୍ରସନ୍ନ କରେ। ପରମେଶ୍ୱରଙ୍କୁ, ମନୁଷ୍ୟର ଚକ୍ଷୁକୁ ସେ ପ୍ରକାଶ କରେ। ତେଣୁ ଏହି ଦ୍ରାକ୍ଷାଲତା ପୁଣି ପ୍ରକୃତ ଦ୍ରାକ୍ଷାଲତା ଭିତରେ ଆମେ ଦେଖିବାକୁ ପାରୁଛୁ ପାର୍ଥକ୍ୟତା। ବାଇବଲରେ ଅନେକ ଦ୍ରାକ୍ଷାଲତା ସବୁ ଅଛି।
ଯଦି ଆମେ ଯେସାୟା 5 ପର୍ବକୁ ଯାଉ ସେଇଠି ଗୋଟେ କଥା ଲେଖା ଅଛି କ'ଣ ଯେ ଅତି ଉତ୍ତମ ଦ୍ରାକ୍ଷାଲତା ପରମେଶ୍ୱର ଏକ ଉଦ୍ୟାନ ଉପରେ ରୋପଣ କଲେ। କିନ୍ତୁ ଆମେ ପଢ଼ିବା ସମୟ ନାହିଁ, କିନ୍ତୁ ସେଇଠି ଦେଖିବାକୁ ପାରୁଛୁ ଯେ ସେମାନେ ଆସ୍ତେ 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 ବନ୍ୟ ଦ୍ରାକ୍ଷା ଫଳ ଫଳିଲେ। ଆଉ ବନ୍ୟ ଦ୍ରାକ୍ଷା ଫଳର କାମ ହେଉଛି କ'ଣ, ସେ ପରମେଶ୍ୱରଙ୍କର ଗ୍ରହଣ ଯୋଗ୍ୟ ନାହିଁ, ପରମେଶ୍ୱରଙ୍କର ସନ୍ତୁଷ୍ଟର କାରଣ ନାହିଁ। ଏଥିଦ୍ୱାରା ଆମେ ଜାଣିବାକୁ ପାରୁ ଯେ ପ୍ରକୃତ ଦ୍ରାକ୍ଷା ଲତାର ରସରେ ପ୍ରକୃତ କାର୍ଯ୍ୟ ସଫଳ ହୁଏ। ଆଉ ଗୋଟେ ପ୍ରକାର ଦ୍ରାକ୍ଷା ଲତା ଅଛି, ଦ୍ୱିତୀୟ ବିବରଣ 32 ପର୍ବର ଯଦି ଆମେ ଦେଖିବା 31-32 ପଦରେ ପଢ଼ନ୍ତୁ, ଟିକେ ଦେଖିବା ଶୀଘ୍ର। କେତେ 32 ପର୍ବର 31-32। କାରଣ ସେମାନଙ୍କର ଶୈଳ ଆମମାନଙ୍କର ଶୈଳ ତୁଲ୍ୟ ନୁହେଁ ବୋଲି ଆମମାନଙ୍କ ଶତ୍ରୁମାନେ ଆପେ ବିଚାରକର୍ତ୍ତା ହେଲେ ହେ ଜାଣନ୍ତି। କାରଣ ସେମାନଙ୍କ ଦ୍ରାକ୍ଷାଲତା ସୋଦୋମର ଦ୍ରାକ୍ଷାଲତାରୁ ଓ ହମରାର କ୍ଷେତ୍ରରୁ ଜାତ, ସେମାନଙ୍କ ଦ୍ରାକ୍ଷା ଫଳ ବିଷମୟ ଦ୍ରାକ୍ଷା ଫଳ, ସେମାନେ ପେଣ୍ଡା ତିକ୍ତ, ସେମାନଙ୍କର ପେଣ୍ଡା ତିକ୍ତ, ସେମାନଙ୍କ ପେଣ୍ଡା ତିକ୍ତ, ସେମାନଙ୍କ ଦ୍ରାକ୍ଷାରସ ନାଗ ସର୍ପର ଗରଳ ଓ କାଳ ସର୍ପର କ୍ରୂର ବିଷ। କାରଣ ଏଇଠି ଇସ୍ରାଏଲ ଲୋକମାନେ ଯେଉଁ ପ୍ରକାର ଭାବରେ ପ୍ରମାଣିତ ହେଉଥିଲେ ଯେ ପରମେଶ୍ୱର ଯେଉଁ କୃଷକ, ଏ ଇସ୍ରାଏଲର ନେତାମାନେ ମଧ୍ୟ ଭାବିଥିଲେ ଆମେ ବି ଅନ୍ୟମାନଙ୍କୁ ପ୍ରସନ୍ନ କରିପାରିବୁ, ଆମ ଦ୍ୱାରା ବି ହେବ ବୋଲି ଭାବିଥିଲେ। କିନ୍ତୁ ଏମାନେ ପ୍ରକୃତ ଏମାନେ ଦ୍ରାକ୍ଷା ଲତା ନଥିଲେ, ଏମାନଙ୍କର ରସ ହେଉଛି ବିଷ, ନାଗଦଣା, ପୁଣି ତିକ୍ତତା, ବିଷମୟ। କାରଣ ଏମାନଙ୍କର କାର୍ଯ୍ୟକଳାପ, ଏମାନେ ଯେଉଁ ବଡ଼ ନେତା ବୋଲି ମଣ୍ଡଳୀରେ ବିଖ୍ୟାତ ହେଉଥିଲେ, ଏମାନଙ୍କର ସବୁ ବ୍ୟବହାର ତିକ୍ତ, ନାଗଦହଣା, ବିଷମୟ ସବୁ ଥିଲା। କାରଣ ଏଇ ଦ୍ରାକ୍ଷା ଲତାରୁ ଏଇସବୁ ବାହାରୁଥିଲା। କିନ୍ତୁ ଆତ୍ମିକ ଭାବରେ ଯଦି ଆମେ ଦେଖିବା ଯେ ପ୍ରକୃତ ଦ୍ରାକ୍ଷା ଲତାର ଆଉ କେତେକ ରହସ୍ୟ ଅଛି ଭିନ୍ନ ପ୍ରକାରେ। କିନ୍ତୁ ଆଉ ଗୋଟେ ରହସ୍ୟ ଅଛି, ଦେଖ ଏଇଟା ହେଉଛି କ'ଣ ବୋଲି ମୂଷା କହିଲେ, ମାନେ ଆଉ ସୋଦୋମ ହମରାରୁ ଜାତ ହେଇଥିବା, କ୍ଷେତ୍ରରୁ ଜାତ ହେଇଥିବା ଏ ଦ୍ରାକ୍ଷାଲତାର ରସର ତିକ୍ତତା ଗୋଟେ ବିଷ ବୋଲି କହିଲେ। କିନ୍ତୁ ଜିରିମିୟଙ୍କ ସମୟରେ ଗୋଟେ ଦେଖିବା, ଜିରିମିୟ 2 ପର୍ବର ତାର 21 ପଦରେ କ'ଣ ଦେଖୁଛନ୍ତି ଇସ୍ରାଏଲ ମଣ୍ଡଳୀର ନେତାମାନେ ଯେଉଁ ନିଜକୁ ଆମେ ବି ଯୀଶୁଙ୍କର ଲୋକ, ଆମେ ବି ଗୋଟେ ନେତା ନତା ବୋଲି ଭାବୁଥିଲେ, ସେମାନଙ୍କର କାର୍ଯ୍ୟ, ସେମାନଙ୍କର କଳାପ କ'ଣ ସ୍ୱାର୍ଥବାଦୀ ଥିଲା। ତଥାପି ଆମ୍ଭେ ତୁମ୍ଭକୁ ସର୍ବୋତ୍ତମ ଭାବେ ପ୍ରକୃତ ବୀଜରୁ ଉତ୍ପନ୍ନ ଉତ୍ତମ ଦ୍ରାକ୍ଷାଲତା କରି ରୋପଣ କରିଥିଲୁ। ତେବେ ତୁମ୍ଭେ କି ରୂପେ ଆମ୍ଭ ନିକଟରେ ବିଜାତୀୟ ଦ୍ରାକ୍ଷାଲତାରୁ ଉତ୍ପନ୍ନ ବିକୃତ ଚାରା ହେଲ। ଏଇଠି ବିଜାତୀୟ ଦ୍ରାକ୍ଷାଲତା ବୋଲି ପ୍ରମାଣ କଲେ, କାରଣ ଏମାନଙ୍କ ମଧ୍ୟ ଉତ୍ତମ ଦ୍ରାକ୍ଷାଲତା କରି ରୋପଣ କରିଥିଲେ ପରମେଶ୍ୱର, କିନ୍ତୁ ଏମାନେ ବିଜାତୀୟ ଦ୍ରାକ୍ଷା ଫଳରୁ ଉତ୍ପନ୍ନ, ଯାହାକି ଆମେ ଯେସାୟା 5 ପର୍ବରେ ଦେଖୁଛୁ ବନ୍ୟ ଦ୍ରାକ୍ଷା ଫଳ ଫଳିଲେ। ତେଣୁ ଏସବୁ ପ୍ରକୃତ ଦ୍ରାକ୍ଷାଲତା ନୁହନ୍ତି। ଯଦି ବି ଜିହୁଦୀ ନେତାମାନେ ଯେତେ ଥିଲେ, ସେମାନେ ନିଜକୁ ନେତା ବୋଲି ଭାବୁଥିଲେ, କିନ୍ତୁ ଏମାନେ ସମସ୍ତେ ଏକ ସେ ବୃକ୍ଷ ହେଉଛି ଜିତ ବୃକ୍ଷ ବା ମାନେ ଆଉ ଡିମ୍ବୁରି ବୃକ୍ଷ ବୋଲ କିମ୍ବା ଦ୍ରାକ୍ଷାଲତା ବୋଲ, ଏଇଟା ଗୋଟେ ଲତାକୁ ବୁଝାଯାଏ। କିନ୍ତୁ ଏଥିରୁ ଆମେ ଜାଣୁ ଯେ ଜିହୁଦାର ଲୋକମାନେ, ନେତାମାନେ ସମସ୍ତେ ଏମାନେ ନିଜକୁ ଦ୍ରାକ୍ଷାଲତା ବୋଲି ଭାବୁଥିଲେ ମନେ, କିନ୍ତୁ ଏମାନଙ୍କର ରସ, ଏମାନଙ୍କର କାର୍ଯ୍ୟ, ଏମାନଙ୍କର କଳାପ, ଏମାନଙ୍କର ପ୍ରେମ ଅଲଗା ଥିଲା, ସ୍ୱାର୍ଥପର ଥିଲା। ତେବେ ଆମେ ଶେଷ କଥା ଦେଖିବା କ'ଣ, ଯୀଶୁଖ୍ରୀଷ୍ଟ କାହିଁକି ଜଗତକୁ ଆସି କହିଲେ ଯେ ମୁଁ ପ୍ରକୃତ ଦ୍ରାକ୍ଷାଲତା। ଆମେ ଦେଖିବାକୁ ପାରୁ ଯେ ଗୋଟେ କଥା ଶେଷ କାଳରେ ଗୋଟେ ଭାବବାଣୀ ଥିଲା, ପରମେଶ୍ୱର ତାଙ୍କ ଲୋକମାନଙ୍କୁ ମିଖା 4 ପର୍ବର 4 ପଦରେ ଦେଖିବା ଟିକେ, ଯେ ଯେଉଁ ଦିନ ଗୋଟେ ଆସିବ ଲୋକମାନେ ନିମନ୍ତ୍ରଣ ପାଇବେ, ନିମନ୍ତ୍ରିତ ହେବେ, ଏକ ଉପଯୁକ୍ତ ସ୍ଥାନରେ ନିମନ୍ତ୍ରିତ ହେବେ, ମାତ୍ର ସେମାନେ ପ୍ରତ୍ୟେକ ଆପଣା ଆପଣା ଦ୍ରାକ୍ଷାଲତା ଓ ଡିମ୍ବୁରି ବୃକ୍ଷ ତଳେ ବସିବେ ଓ କେହି ସେମାନଙ୍କୁ ଭୟ ଦେଖେଇବନି, କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କ ମୁଖ ଏହା କହିଅଛି। ମାନେ ଏଇଟା ଗୋଟେ ଭାବବାଣୀ ଯେ ପ୍ରତ୍ୟେକ ଲୋକ ସେଦିନ ଯଦି ବି 3 ପଦରେ ଦେଖିବା ଯେ ଯେଉଁ ପ୍ରକାର ସେମାନେ ନିଜକୁ ପ୍ରସ୍ତୁତ କରିବେ, ଆଉ ସେମାନେ ଦ୍ରାକ୍ଷାଲତା ଡିମ୍ବୁରି ବୃକ୍ଷ ତଳେ ବସିବେ,
ଯେଉଁମାନେ ଦ୍ରାକ୍ଷାଲତା ନିକଟରେ ବାସ କରିବେ ସେମାନଙ୍କୁ ଭୟ କିଛି ରହିବ ନାହିଁ, ଅମଙ୍ଗଳ ଆସିବ ନାହିଁ, ପ୍ରତିକୂଳ ସବୁ ସେମାନଙ୍କୁ କୌଣସି ପ୍ରକାର କ୍ଷତି କରିପାରିବ ନାହିଁ। କିନ୍ତୁ ଏଇ ଭାବବାଣୀଟା ଯୀଶୁଙ୍କୁ ପ୍ରମାଣ କରେ। ତେଣୁ ଯୀଶୁ ଆସି ଜଗତରେ କହିଥିଲେ ମୁଁ ପ୍ରକୃତ ଦ୍ରାକ୍ଷାଲତା। ଯୀଶୁଙ୍କର ପ୍ରକୃତ ଦ୍ରାକ୍ଷାଲତାର ଗୋଟେ ଦୁଇଟା ଗୁଣକୁ ଆମେ ଚିନ୍ତା କରିବା। କାହିଁକି ଯୀଶୁ ଖ୍ରୀଷ୍ଟ ଜଗତରେ ଦ୍ରାକ୍ଷାଲତା ହେଲେ? କାରଣ ପୁରାତନ କାଳର ଦ୍ରାକ୍ଷା ଆକ୍ଷରିକ ଦ୍ରାକ୍ଷାଲତାରୁ ଜାତ ଫଳରୁ ଯେଉଁ ରସ ବାହାରୁଥିଲା ସେଇ ରସ ପିଇକି ରାଜାମାନେ ଭ୍ରାନ୍ତ ହେଲେ, ବିଚାର ବିପରୀତ କଲେ, ଦ୍ରାକ୍ଷାରସ ପାନ କରି ନହ ମଧ୍ୟ ଦିନେ ଉଲ୍ଲଙ୍ଘ ହୋଇକି ପଡ଼ିଥିଲେ। ଯାଜକମାନେ ମଧ୍ୟ ଦ୍ରାକ୍ଷାରସ ପାନ କରି ଭ୍ରାନ୍ତ ହେଲେ, ବିଚାରକର୍ତ୍ତାମାନେ ମଧ୍ୟ ଦ୍ରାକ୍ଷାରସ ପାନ କରି ସେମାନେ ମଧ୍ୟ ଆଉ ବିଚାର ଓଲଟ ପାଲଟ କଲେ। ଆଜି ବି ଯେଉଁମାନେ ଦ୍ରାକ୍ଷାରସ ପାନ କରୁଛନ୍ତି, ପ୍ରକୃତ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଦ୍ରାକ୍ଷାଲତା। ତା ଦେହର ଫଳ, ତା ଫଳରୁ ଯେ ପେଶିବା ଯନ୍ତ୍ରରୁ ଯେତେବେଳେ ତାଙ୍କ ରସ ବାହାର କରାହେଉଛି ତାହା ହେଉଛି ଯୀଶୁଖ୍ରୀଷ୍ଟଙ୍କର ପ୍ରକୃତ ଦ୍ରାକ୍ଷା। କାହିଁକି ଯୀଶୁଖ୍ରୀଷ୍ଟ ପ୍ରକୃତ ଦ୍ରାକ୍ଷାଲତା ବୋଲି ପ୍ରମାଣିତ ହେଲେ? କାରଣ ଯୀଶୁଖ୍ରୀଷ୍ଟ ଗୋଟେ ଆକ୍ଷରିକ ବୃକ୍ଷ ନୁହନ୍ତି। ସେ ଯେତେବେଳେ କ୍ରୁଶ ଉପରେ ବଳିଦାନ ହେବେ, ଯେତେବେଳେ ଯେଉଁ କ୍ରୁଶ ଉପରେ ସେ ଚଢ଼ିବେ, ପ୍ରକୃତ ତାଙ୍କ ଦେହରୁ ଯେଉଁ ରକ୍ତ ବାହାରିବ, ସେଥିପାଇଁ ସେଇ ରକ୍ତ ହିଁ ପ୍ରକୃତ ପରିତ୍ରାଣ ସାଧନ କରେ, ଯାହାକି ଆମେ ଦେଖିବାକୁ ପାରୁଛୁ ମାର୍କ 14 ପର୍ବରେ ତାର ଗୋଟେ କଥା 23-24 ପଦ ଶୁଣନ୍ତୁ। ପୁଣି ସେ ପାନ ପାତ୍ର ଘେନି ଧନ୍ୟବାଦ କରି ସେମାନଙ୍କୁ ଦେଲେ ଓ ସମସ୍ତେ ସେଥିରୁ ପାନ କଲେ। ଆଉ ଯୀଶୁ ସେମାନଙ୍କୁ କହିଲେ, ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାତିତ ହେଉଛି, ଏ ମୋର ସେହି ରକ୍ତ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କାରଣ ଯୀଶୁଖ୍ରୀଷ୍ଟ ପ୍ରକୃତ ଦ୍ରାକ୍ଷାଲତା। ଯେ ସେ ପ୍ରକୃତ ଦ୍ରାକ୍ଷାଲତାର ରୂପ କ'ଣ? ଏକ ଶରୀର ଧାରଣ କରି ଜଗତକୁ ଆସିଲେ, କ୍ରୁଶ ଉପରେ ବଳିଦାନ ହେଲେ। ସେହି କ୍ରୁଶ ଉପରେ ଯେତେବେଳେ ଯୀଶୁଖ୍ରୀଷ୍ଟ ବଳିଦାନ ହେଇଛନ୍ତି, ରକ୍ତ ଢାଳିଛନ୍ତି, ତାହା ହେଉଛି ପ୍ରକୃତ ଦ୍ରାକ୍ଷାଲତାର ଫଳରୁ ତାକୁ ବାହାର କରାଇଥିବା ରସ। ସେ ଦ୍ରାକ୍ଷା ରସ ହେଉଛନ୍ତି ଯୀଶୁଖ୍ରୀଷ୍ଟଙ୍କର ପ୍ରକୃତ ରକ୍ତ। ଏଇ ଦ୍ରାକ୍ଷା ରସ ହିଁ ମନୁଷ୍ୟମାନଙ୍କୁ ଈଶ୍ୱରଙ୍କ ସହିତ ମିଳନ କରେ। ତାଙ୍କ ରକ୍ତ ହେଉଛି। ତେଣୁ ପାଳକମାନେ ଆଜି ଯେଉଁମାନେ ପ୍ରଭୁ ଭୋଜ ଦେଉଛନ୍ତି, ଯେତେବେଳେ ଦ୍ରାକ୍ଷା ରସକୁ ପ୍ରମାଣ କରନ୍ତି କ'ଣ? ଏହା ଯୀଶୁଖ୍ରୀଷ୍ଟଙ୍କ ରକ୍ତ ବୋଲି ପ୍ରମାଣ କରନ୍ତି। କାରଣ ଯୀଶୁଖ୍ରୀଷ୍ଟ ପ୍ରକୃତ ଦ୍ରାକ୍ଷାଲତା, ଆଉ ତାଙ୍କ ଦେହରୁ ନିଗାଡ଼ି ହେଇଥିବା ରକ୍ତ ହେଉଛି ଏକ ଫଳର ରସରୁ ବାହାରିଥିବା। ତେଣୁ ଯୀଶୁଖ୍ରୀଷ୍ଟ କହିବାର କଥା, ମୁଁ ପ୍ରକୃତ ଦ୍ରାକ୍ଷାଲତା। ଅର୍ଥ, ମୁଁ ଜଗତକୁ ଆସିଛି, ମୋତେ ପ୍ରଭୁ ମୋ ପିତା ଯେତେବେଳେ ସେ ଜଗତରେ କ୍ରୁଶ ଉପରେ ବଳିଦାନ କରିବେ, ମୋ ଦେହର ରକ୍ତ ଦ୍ୱାରା ଅନେକ ଲୋକମାନେ ପାପ କ୍ଷମା ପାଇବେ, ଅନେକ ଲୋକ ପରିତୃପ୍ତ ହେବେ, ରକ୍ଷା ପାଇବେ। ଦ୍ୱିତୀୟ କଥା, ତାଙ୍କ ଦେହର ରକ୍ତରେ କ'ଣ ଅଛି ମନେ ଦେଖନ୍ତୁ। କଲୋସ୍ୟ ପୁସ୍ତକରେ 1 ପର୍ବର ତାର 20 ପଦକୁ ଠିକିଛି। ତାଙ୍କ ରକ୍ତ କ'ଣ? ପରମେଶ୍ୱର ସହିତ ତାଙ୍କ ଲୋକମାନଙ୍କୁ କେମିତି ମିଳନ କରେ? ପୁଣି ତାହାଙ୍କ କ୍ରୁଶର ରକ୍ତରେ ସେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି। ହଁ, ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି। ପ୍ରଭୁଙ୍କ ନାମ ଧନ୍ୟ ହେଉ। ଏଥିପାଇଁ ଆମେ ବିଚାରକର୍ତ୍ତାରେ ଦେଖିଲୁ 9 ପର୍ବରେ ଯେ ଯେଉଁ ଦ୍ରାକ୍ଷାଲତା କହିଲା ଯେ ମୋହର ରସ ନେଇ ପରମେଶ୍ୱର ମନୁଷ୍ୟକୁ ପ୍ରସନ୍ନ କରେ, ଏ କାମ ଛାଡ଼ି ମୁଁ କ'ଣ ବୃକ୍ଷମାନଙ୍କ ଉପରେ ଦୋହଲିବାକୁ ଯିବି କି? ଯୀଶୁଖ୍ରୀଷ୍ଟ ଜଗତକୁ ଆସିଲେ କୌଣସି ନେତାମାନଙ୍କ ସହିତ ସେମାନଙ୍କର ହାତ ନ ରଖି ସେ ବ୍ୟକ୍ତିଗତ ଭାବରେ ତାର ଜିତ ଆଉ ବୃକ୍ଷର ତଳ କଥା ଅପେକ୍ଷା, ସେ ଡିମ୍ବୁରି ବୃକ୍ଷର ଫଳ ଅପେକ୍ଷା ସେ ଦ୍ରାକ୍ଷାଲତାକୁ ଗୁରୁତ୍ୱ ଦେଇ କହିଲେ, ମୁଁ ସେଇ ପ୍ରକୃତ ଦ୍ରାକ୍ଷାଲତା। ଆଉ ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ଠାରେ ଭରସା କରିବେ, ସେ ଦ୍ରାକ୍ଷାଲତାରୁ ଜାତ ହେଇଥିବା ଫଳରୁ ଜାତ ହେଇଥିବା ରସରୁ, ତାହା ହେଉଛି ଯୀଶୁଖ୍ରୀଷ୍ଟଙ୍କର ରକ୍ତର ଏକ ଶକ୍ତିର କାର୍ଯ୍ୟ। ଆଉ ସେହି ରକ୍ତ ହିଁ ପାଉଲ ପ୍ରମାଣ କଲେ କ'ଣ? ସେହି ରକ୍ତରେ, ସେହି ଦ୍ରାକ୍ଷା ରସରେ ସେ କ'ଣ କଲେ? ଯେ ଶାନ୍ତି ସ୍ଥାପନ କଲେ। ସେ ଦ୍ରାକ୍ଷାରସ ଯେଉଁମାନେ ପାନ କରୁଛନ୍ତି ସେମାନେ ଶାନ୍ତି ପାଇବେ, ଶାନ୍ତିରେ ବାସ କରିବେ, ଶାନ୍ତିର ମିଳନ ଜାଣିବେ। ପୁଣି ଲେଖା ଅଛି କ'ଣ? ଯେ ସ୍ୱର୍ଗ ଓ ପୃଥିବୀ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି। এই ମିଳନ କେବଳ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ହେଇଛି, ତାଙ୍କ ରକ୍ତ ଦ୍ୱାରା ହେଇଛି। ସେ ପ୍ରକୃତ ଦ୍ରାକ୍ଷାଲତା,
ତାର ଫଳରୁ ତାର ରସ ହେଉଛି ପରମେଶ୍ୱରଙ୍କୁ ଜଗତର ମନୁଷ୍ୟମାନଙ୍କୁ ପ୍ରସନ୍ନ କରି ମିଳନ କରାଏ। ତେଣୁ ପ୍ରଭୁଙ୍କ ନାମ ଧନ୍ୟ ହେଉ। ତେଣୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଜଗତର ଏକ ପ୍ରକୃତ ଦ୍ରାକ୍ଷାଲତା ଥିଲେ। ଆଜି ବି ସେଇ ଦ୍ରାକ୍ଷାଲତା ଉପରେ ଆମେ ଅନେକ ଗୁଡ଼ିଏ ଆଲୋଚନା କରୁଛେ, କିନ୍ତୁ ତାର ପ୍ରକୃତ ଗୁଣ କ'ଣ, ତାର ପ୍ରକୃତ ରସ ଦ୍ୱାରା ଆଜି ଆମଙ୍କର ପାପ କ୍ଷମା ହେଉଛି, ତାଙ୍କ ରକ୍ତ ଦ୍ୱାରା ପାପ କ୍ଷମା ହେଉଛି, ତାଙ୍କ ମିଳନ ହେଉଛି। ତାଙ୍କ ରକ୍ତ ଦ୍ୱାରା ସେଇ ଦ୍ରାକ୍ଷା ରସ ହେଉଛି ଯୀଶୁଙ୍କ ରକ୍ତର ନିଦର୍ଶନ। ଆଉ ସେ ରକ୍ତ ହେଉଛି ସମସ୍ତ ପାପରୁ ତାଙ୍କ ଲୋକମାନଙ୍କୁ ମୁକ୍ତ କରେ, ତାଙ୍କ ଲୋକମାନଙ୍କୁ ଉଦ୍ଧାର କରେ। ତାଙ୍କ ସେହି ରକ୍ତ, ସେହି ଦ୍ରାକ୍ଷା ରସ ଆମେ ପାନ କଲେ ଆମକୁ ହୃଷ୍ଟପୁଷ୍ଟ ଶକ୍ତି ମିଳେ। ଆଜି ବି ସେଇ ଦ୍ରାକ୍ଷା ରସ ପାନ କରି ଆଜି ମଣ୍ଡଳୀରେ ବିଶ୍ୱାସୀମାନେ ଅନେକ ପାଉଲ କହିବା କଥା ଅନୁସାରେ କେତେକ ଦୁର୍ବଳ, କେତେକ ପୀଡ଼ିତ, କେତେକ ମହାନିଦ୍ରା ପ୍ରାପ୍ତ। ଆଜି ବି ଯୀଶୁଙ୍କ ରକ୍ତକୁ ଅନେକ ଲୋକମାନେ ସାଧାରଣତଃ ଜ୍ଞାନ କରୁଛନ୍ତି, ଆଉ ଯେଉଁମାନଙ୍କର ଜୀବନଯାତ୍ରାରେ କୌଣସି ସଫଳତା ମିଳିପାରୁନାହିଁ। ଆମେ ପ୍ରକୃତ ଦ୍ରାକ୍ଷାଲତା ନିକଟରେ ଆପଣାକୁ ସମର୍ପଣ କରିବା ଦରକାର। ସେ ଦ୍ରାକ୍ଷାଲତା ଯୀଶୁଖ୍ରୀଷ୍ଟ, ଆଉ ସେ ଯୀଶୁଖ୍ରୀଷ୍ଟଙ୍କର ବାକ୍ୟ, ଯୀଶୁଖ୍ରୀଷ୍ଟଙ୍କର ଶକ୍ତି, ଯୀଶୁଖ୍ରୀଷ୍ଟଙ୍କର ସମସ୍ତ ଚାଳନା ପ୍ରେରଣାକୁ ଆମ ଜୀବନରେ ଅନୁଭବ କରିବା ଦରକାର। କାରଣ ତାଙ୍କ ଦେହରୁ ଜାତ ହୋଇଥିବା, ତାଙ୍କ ଦେହରେ ସୃଷ୍ଟି ହୋଇଥିବା ପବିତ୍ର ରକ୍ତ ଦ୍ୱାରା ତାଙ୍କ ଲୋକମାନଙ୍କୁ ସେ କ'ଣ କରୁଛନ୍ତି, ପରିଷ୍କାର କରୁଛନ୍ତି, ତାଙ୍କ ଲୋକମାନଙ୍କୁ ପବିତ୍ର କରୁଛନ୍ତି, ତାଙ୍କ ଲୋକମାନଙ୍କୁ ଈଶ୍ୱରଙ୍କ ନିକଟରେ ପ୍ରମାଣ କରୁଛନ୍ତି। ଯୀଶୁଖ୍ରୀଷ୍ଟ ହେଉଛନ୍ତି ପ୍ରକୃତ ଦ୍ରାକ୍ଷାଲତା। ତାଙ୍କ ଦେହର ରକ୍ତ ହେଉଛି ଜଗତର ମନୁଷ୍ୟମାନଙ୍କୁ ଶାନ୍ତି ପ୍ରଦାନ କରେ, ପ୍ରଭୁଙ୍କୁ ମିଳନ ପ୍ରଦାନ କରେ, ପୁଣି ପାପରୁ କ୍ଷମା କରେ, ମୁକ୍ତ କରେ। ପୁଣି ଶେଷ କଥା ମୁଁ କହିବି କ'ଣ, ପ୍ରଥମ ପିତର ତାର 1 ପର୍ବର ତାର ଦେଖନ୍ତୁ ତାର 18 ପଦ 19 ପଦ ଗୋଟେ କଥା ଲେଖା ଅଛି। ହେ ଦାଉ, ତୁମେମାନେ ଜାଣ ଯେ ତୁମମାନଙ୍କ ପିତୃପୁରୁଷମାନଙ୍କ ଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ ବରଂ ନିକୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ୍ୟ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ। ଏଇଠି ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ଏଠି ଗୋଟେ ଶବ୍ଦ ଅଛି, କ'ଣ, ମୁକ୍ତ ହେବା। କାରଣ ସେ କ'ଣ କରେ, ସେ ଦ୍ରାକ୍ଷାଲତା, ପ୍ରକୃତ ଦ୍ରାକ୍ଷାଲତା ସେ କ'ଣ କରନ୍ତି, ମାନେ ମୁକ୍ତ କରନ୍ତି। ନିଖୁନ୍ତ ନିଷ୍କଳଙ୍କ ମେଷ ଶାବକ ସଦୃଶ ହୋଇ ସେ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ କରିଛନ୍ତି। ତେଣୁ ତାଙ୍କ ଲୋକମାନଙ୍କୁ ଏ ଦ୍ରାକ୍ଷାଲତା ମୁକ୍ତ କରନ୍ତି, ମୁକ୍ତ କରିଛନ୍ତି ପ୍ରମାଣ। ତେଣୁ ଆମେ ପ୍ରକୃତ ଦ୍ରାକ୍ଷାଲତାରେ ରହିବା ଦରକାର। ଦିନେ ଯୀଶୁ ଗୋଟେ କଥା କହିଥିଲେ କ'ଣ, ଯେ ନୂତନ ଦ୍ରାକ୍ଷାରସ ନୂତନ କୁମ୍ଭାରେ ରଖିବା ଦରକାର। ପୁରାତନ ଦ୍ରାକ୍ଷାରସ ନାହିଁ। ପୁରାତନ ଦ୍ରାକ୍ଷାରସ ଅଲଗା ଜୀବନ କାଟିବ, କିନ୍ତୁ ନୂତନ ଦ୍ରାକ୍ଷାରସ ନୂତନ କୁମ୍ଭାରେ ରଖିବା ଦରକାର। ହେଲେ ସବୁବେଳେ ସୁରକ୍ଷିତ ରହିବ, ତା କେବେ ଭାଙ୍ଗିବ ନାହିଁ, କେବେ ନଷ୍ଟ ହେବ ନାହିଁ। ନୂତନ କୁମ୍ଭାରେ ନୂତନ ଦ୍ରାକ୍ଷାରସ ରଖାଯାଏ। ତେଣୁ ପ୍ରଭୁ ଏ ପ୍ରତିକୂଳ ସମୟମାନଙ୍କରେ ଆମମାନଙ୍କୁ ରକ୍ଷା କରନ୍ତୁ, ଯିଏକି ପ୍ରକୃତରେ ପ୍ରକୃତ ଦ୍ରାକ୍ଷାଲତା ସେହି ଯୀଶୁଖ୍ରୀଷ୍ଟଙ୍କ ଠାରେ ଆମେ ନିଜ ନିଜକୁ ସମର୍ପଣ କରିବା। ତାଙ୍କ ଆତ୍ମା, ତାଙ୍କ ବାକ୍ୟ, ତାଙ୍କ ଆଚରଣ, ତାଙ୍କ ଆଦର୍ଶ, ପରାମର୍ଶ ଆମକୁ ଜଗତ ଠାରୁ ରକ୍ଷା କରିବ, ମୁକ୍ତ କରିବ, ଉଦ୍ଧାର କରିବ, ଶାନ୍ତି ଦେବ। ଆଉ ଯେଉଁ ରକ୍ତ ଦ୍ୱାରା ଆଜି ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହୋଇପାରିଛୁ, ଯେଉଁ ରକ୍ତ ଦ୍ୱାରା ଆମେ ତାଙ୍କୁ ଆଉ ଦେଖିବାକୁ ପାରୁଛୁ, ତାଙ୍କ ସହିତ ମିଳନ ହେବାକୁ ପାରିଛୁ, ତେଣୁ ସେହି ପ୍ରଭୁଙ୍କ ନାମ ଧନ୍ୟ ହେଉ। ଆସନ୍ତୁ ଆମେ ସେହି ପ୍ରଭୁଙ୍କ ନିକଟକୁ ଯାଅ। ସେ କହିଛନ୍ତି କ'ଣ, ଭାବବାଣୀ ଥିଲା ଯେ ଦିନ ଆସିଲେ ତୁମ୍ଭମାନଙ୍କୁ ଦ୍ରାକ୍ଷାଲତା ମୂଳରେ ନିମନ୍ତ୍ରଣ କରାଯିବ। ଅର୍ଥ ଯୀଶୁଖ୍ରୀଷ୍ଟ ହେଉଛନ୍ତି ପ୍ରକୃତ ଦ୍ରାକ୍ଷାଲତା। ତାଙ୍କ ନିମନ୍ତ୍ରଣ, ତାଙ୍କ ସ୍ୱର୍ଗରାଜ୍ୟର ଛାମୁକୁ ଆମକୁ ନିମନ୍ତ୍ରଣ କରାଯିବ। ସେ ଆମକୁ ନିମନ୍ତ୍ରଣ କରିବେ। ପ୍ରକୃତ ଦ୍ରାକ୍ଷାଲତା ହେଉଛନ୍ତି ଯୀଶୁଖ୍ରୀଷ୍ଟ, ସ୍ୱର୍ଗରେ ଅଛନ୍ତି। ଦିନ ଆସିଲେ ସେ ଆମକୁ ନିମନ୍ତ୍ରଣ କରିବେ, ତାଙ୍କ ରାଜ୍ୟରେ ଆମକୁ ସ୍ଥାନ ଦେବେ। ତେଣୁ ସେ ପ୍ରକୃତ ଦ୍ରାକ୍ଷାଲତା, ତାଙ୍କ ରସ, ତାଙ୍କ ବାକ୍ୟ, ତାଙ୍କ ଫଳ ଆମକୁ ପରିତୃପ୍ତ କରିଛି, ଆଉ ଜୀବନଯାତ୍ରାରେ ଆମମାନଙ୍କୁ ପରିଷ୍କାର କରିଛି, ସିଦ୍ଧ କରିଛି, ନିର୍ମଳ କରିଛି। ସେହି ଦ୍ରାକ୍ଷାରସ ଆମମାନଙ୍କୁ ପିତାଙ୍କ ସହିତ ମିଳନ କରିବାରେ ସାହାଯ୍ୟ କରିଛି। ପ୍ରଭୁ ଏ ସମସ୍ତ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।